କାନ୍ଧରେ ବଜରଙ୍ଗବଲୀଙ୍କ ଗାମୁଛା, ନା ମୋର ରାମ, କାନ୍ଧରେ ଥିଲେ ରାମ ରାମ ଆଉ ହାତରେ ବାନ୍ଧିଲେ ପରଶୁରାମ। ଜୟ ଶ୍ରୀରାମ। ଥ୍ୟାଙ୍କ ୟୁ। ବାସ୍ ଗୋଟେ କଳାକାର ତ ମଞ୍ଚ ସବୁବେଳେ ଚାହେଁ। ଏତେ ଦିନର ବିରତି ପରେ ଯେତେବେଳେ ସବୁକିଛି ଫାଇନାଲ ସରିଛି, ଜାନୁଆରୀ 5 ତାରିଖରେ ମଞ୍ଚ ଚଢ଼ିବୁ, ତୁ ମୋ ବଜରଙ୍ଗୀ ମଞ୍ଚସ୍ଥ ହବ, ତ ଏଇଟା ତ ମୋ ପାଇଁ ନିହାତି ବଡ଼ ଗୋଟେ ଖୁସିର କଥା। କାହିଁକିନା ଯାତ୍ରାକୁ ମୁଁ ଯେତିକି ଭଲ ପାଏ, ଯାହା ଯାତ୍ରା ମୋତେ ଦେଇଛି, ତ ତାକୁ ଦେଖିବାକୁ ଗଲେ ତ ମୁଁ ବହୁତ ଖୁସି। ଯେତେବେଳେ ସମସ୍ତଙ୍କ ମନରେ ଗୋଟେ କଥା ଆସି ଯାଇଥିଲା ପୀୟୁଷ ତ୍ରିପାଠୀ ଯାତ୍ରା ମଞ୍ଚକୁ ଆସିବେନି, ଯାତ୍ରା ମଞ୍ଚରେ ଗୋଟେ ବର୍ଷ ପାଇଁ ଦେଖିବାକୁ ମିଳିବେନି, ସେ ସମୟରେ ଯେତେବେଳେ ଦର୍ଶକ ମାନଙ୍କ ମଧ୍ୟରେ ଯୋଉ ଦୁଃଖ ଆସିଥିଲା, ସେ ଯୋଉ ଶୋକାକୁଳ ପରିବେଶ ଆମେ ଦେଖିଥିଲୁ, ତାହା ଦୂର ହେଇଛି ଏବଂ ପୀୟୁଷ ତ୍ରିପାଠୀ ପୁଣି ଯାତ୍ରାକୁ ଆସୁଛନ୍ତି। ଆଉ ହାତ ଗଣତି କେତେଟା ଦିନ ରହିଛି, ତାପରେ ଏକ ବଡ ଆକାରରେ ଆସୁଛନ୍ତି। କଣ କହିବେ ଦର୍ଶକ ମାନଙ୍କ ପାଇଁ? ଦର୍ଶକ ମାନଙ୍କର ଭଲ ପାଇବା ଆଶୀର୍ବାଦ ସବୁବେଳେ ଚାହିଁବି। ଯେମିତି ବିଗତ ଦିନରେ ମୋ ସାଙ୍ଗରେ ଦର୍ଶକ ମାନଙ୍କର ଭଲ ପାଇବା ଆଶୀର୍ବାଦ ଥିଲା, ପୂର୍ବ ପରି ସେମିତି ରହିବ। ଏବଂ ଦର୍ଶକଙ୍କ ପାଇଁ ଆମେ ଯେମିତି ଭଲ ଭଲ ନାଟକ ନେଇକି ଆସୁଥିଲୁ, ସେମିତି ଦର୍ଶକଙ୍କ ଆଶା ବିଶ୍ୱାସ ତାକୁ କେବେ ବାଧା ଦେବୁନି ଏବଂ ଭଲ ନାଟକ ହିଁ ନେଇକି ଆସିବୁ। ଆଜି ଆପଣଙ୍କ ପାଖରୁ ଅତି ପରିଚିତ ସଂଳାପ ପଦେ ଶୁଣିବା, ଡାଇଲଗ ପଦେ। ଡାଇଲଗ ଆଉ କଣ କହିବା, ଯଦି ପୀୟୁଷ ତ୍ରିପାଠୀଙ୍କ ପାଖରୁ ଡାଇଲଗ ଦର୍ଶକ ନ ଶୁଣିବେ ଆଉ ଖୁସି ହେବେନି କେବେ। ଏଇ ବଜରଙ୍ଗୀ ନାଟକର ଡାଇଲଗ, କାନ୍ଧରେ ବଜରଙ୍ଗବଲୀଙ୍କ ଗାମୁଛା, ନା ମୋର ରାମ, କାନ୍ଧରେ ଥିଲେ ରାମ ରାମ ଆଉ ହାତରେ ବାନ୍ଧିଲେ ପରଶୁରାମ। ଜୟ ଶ୍ରୀରାମ। ଥ୍ୟାଙ୍କ ୟୁ।